ଭଲ କଥାଟି ଆଜି ଛୁଆ ମନେ ରଖିଥା। ଆଜି ଆଲୋଚନା କରିବା ପଦ୍ମବନ, ଗୁପ୍ତ ପଦ୍ମବନ, ନୀଳ ପଦ୍ମବନ। ହେଲା, କଣ ପଦ୍ମବନ, ଗୁପ୍ତ ପଦ୍ମବନ, ଆଉ ଗୋଟା ହଉଛି ନୀଳ ପଦ୍ମବନ। କେଇଟା ଜିନିଷ ହେଲା? ତିନିଟା। ପଦ୍ମବନ ଆମେ ସମସ୍ତେ ଜାଣିଛେ ନେମାଳକୁ କୁହନ୍ତି ପଦ୍ମବନ, ଯୋଉଠି ଅଚ୍ୟୁତଙ୍କର ଲୀଳାଭୂମି ନା ନାଇଁ। ଯେଇ ଜଗନ୍ନାଥ ମୂରତି ନୀଳାଞ୍ଚଳରେ ସ୍ଥିତ, ସେହି ଜଗନ୍ନାଥ ମୂରତି ପଦ୍ମ ବନେ ବିଦିତ। ମହାପୁରୁଷ କିଏ କହିଲେ? ଅଚ୍ୟୁତ କହିଛନ୍ତି। କହିଲେ ନୀଳାଞ୍ଚଳରେ ଯୋଉ ଜଗନ୍ନାଥ, ପଦ୍ମବନରେ ମଧ୍ୟ ସେଇ ଜଗନ୍ନାଥ। ତାହେଲେ ଅଚ୍ୟୁତ ହେଲେ ସଖା, ଭକ୍ତ, ପ୍ରଭୁଙ୍କର ଭକ୍ତ, ସେ ଗୋଟିଏ ସଖା। ସେ କେମିତି ଜଗନ୍ନାଥ ହେଲେ? ସଖା ହେଇଯିବେ ପ୍ରଭୁ? ଠିକ ଠିକ ନା ଭୁଲ? ହବନି? ହବ। କେମିତି? ପ୍ରଭୁ ହଉଛନ୍ତି ଲୀଳାମୟ ପୁରୁଷ। ହେଲା, ମହାପ୍ରଭୁ ନିଜେ ଅଚ୍ୟୁତାନନ୍ଦ ମହାପୁରୁଷ ସଖା ଶରୀର ହେଲେ ମଧ୍ୟ ତାଙ୍କ ଦେହରେ ମହାପ୍ରଭୁ ଲୀଳା କରୁଥିଲେ। ଶରୀରଟା ସଖା ଶରୀର, କିନ୍ତୁ ତାଙ୍କ ଦେହରେ ଖେଳୁଥିଲେ କିଏ? ସେ ସ୍ୱୟଂ ମହାପ୍ରଭୁ। ସେଥିପାଇଁ କି କହିଲେ ଯେଇ ଜଗନ୍ନାଥ ମୂରତି ନୀଳାଞ୍ଚଳରେ ସ୍ଥିତ, ସେହି ଜଗନ୍ନାଥ ମୂରତି ପଦ୍ମ ବନେ ଉଦିତ। ବୁଝିପାରୁଛ ନା ବୁଝିପାରୁଛ? ସେଥିପାଇଁ କି ନେମାଳ ପଦ୍ମବନକୁ ଆମେ ସମସ୍ତେ ଜାଣିଛେ। ବୁଝି ହଉଛି ନା? ସିଏ ଦିନେ ମଧ୍ୟ ଶରଧା ବାଲିରେ କଣ ହୁଏ? ଚିତ୍ରତୋଳା ନଦୀ ଶରଧା ବାଲିରେ ମଧ୍ୟ ପରିଣତ ହୁଏ। ଜ୍ୟେଷ୍ଠ ପୂର୍ଣ୍ଣିମ ହେଲା। ଆଉ ଗୋଟେ ମନେ ରଖିଥାଅ, ବର୍ତ୍ତମାନ ତ ବହୁତ ମହାପୁରୁଷ ବାହାରିଲେଣି। ମହାପୁରୁଷଙ୍କର ଦେହାନ୍ତ କୋଉ ଦିନ ହେଇଥିଲା ତାହା ମଧ୍ୟ ପ୍ରଶ୍ନବାଚକ। ଏବେ ଅଷ୍ଟଗୁଞ୍ଜରି ବହି ସବୁ ବାହାରୁଛି, ସବୁ ନୂଆ ବହିରେ ବହୁତ କାଟି ଦେଇଛନ୍ତି। ମହାପୁରୁଷ ବର ମାଗିଥିଲେ ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ପୂର୍ଣ୍ଣମୀକୁ ଆଶା, ଅଭୟ ଚରଣ ମାଗେ ଏହି ମୋ ଭରସା। କହିଲେ ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ, ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଏକାଦଶୀ ହେଇଥିବ, ଫେରେ ପୂର୍ଣ୍ଣମୀକୁ ଆଶା। ଦି ଦିନ ମାଗିଛନ୍ତି, ଗୋଟେ ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ମାଗିଛନ୍ତି, ତେଣୁ ପୂର୍ଣ୍ଣମୀ ମାଗିଛନ୍ତି। ତେଣୁ ପ୍ରକୃତରେ ମହାପୁରୁଷ କୋଉ ଦିନ ନିର୍ବାଣତ୍ୱ ଶୂନ୍ୟ ସମାଧି ହେଲେ? ପ୍ରଶ୍ନବାଚୀ ନୁହଁ? ଆରେ ପକ୍ଷ ଗୋଟାଏ ଦିନ କଟିପାରେ, ଦି ଦିନ କଟିପାରେ, ଏକାଦଶୀ, ଦ୍ୱାଦଶୀ, ତ୍ରୟୋଦଶୀ, ଚତୁର୍ଦଶୀ, ପୂର୍ଣ୍ଣମୀ, ଏକାଦଶୀ କି ମିଶେଇଲେ 5 ଦିନ ହେଲାଣି ନା ନାଇଁ? କଣ ଏକାଥରକେ 4ଟା ତିଥି କଟି ଯାଉଥିଲା? ତେଣୁ ଇଏ ଗୋଟେ କଣ ହଉଛି ସନ୍ଦେହ ମୋଚକ। କହିଦେବି କୋଉ ଦିନ ଯାଇଥିଲେ କହିବି, କିନ୍ତୁ କ୍ୟାମେରା ଆଗରେ କହିହବ ନାହିଁ। ପୂର୍ଣ୍ଣମୀ ଠିକ, ଏକାଦଶୀ ମଧ୍ୟ ଠିକ, ଅର୍ଥ ବାହାରିବ ଗୋଟିଏ। ଅନେକ ଜିନିଷ ମହାପୁରୁଷଙ୍କର ରହିଛି ଯାହାକି ଲୋକଲୋଚନକୁ ଆସିପାରୁନି। ଆଉ ଖାଲି ଏ ମାଳିକା ପଢିକି ବର୍ତ୍ତମାନ ଖାଲି ବାଡିଆ ପିଟା ଚାଲିଛି। ଯଦି ମାଳିକାଟା ନ ଲେଖା ହେଇଥାନ୍ତା, ଏମିତି କଣ ଖାଲି ଗଣ୍ଡା ଗଣ୍ଡା ଠାକୁର, ଗଣ୍ଡା ଗଣ୍ଡା ମହାପୁରୁଷ ସବୁ ବାହାରି ପଡିଥାନ୍ତି? ମାଳିକା କାହିଁ ଲେଖିଛନ୍ତି ମହାପୁରୁଷ ଜାଣିଛ ନା? ଇଏ ହଉଛି ଗୁଡ, ବୁଝି ହଉଛି? ସବୁ ଜନ୍ଦା ଆସିକି ତା ଦେହରେ ନାଗିବେ। ନାଗିବେ କାହା ଦେହରେ? ଗୁଡରେ। ଆଗେ କିରୋସିନି ନେଇକି କାମୁଡା କାମୁଡି ଏବେ ପୁଳେ, ସେ ଯାହା ମରିବେ। ଆଉ ନିଜେ ମହାପୁରୁଷ ଯିବେ, ତା ଦେହରେ କଣ କରିବେ? କିରୋସିନି ଢାଳିଦେବେ, ଗଲା ଆଉ।
ବୁଝିପାରୁଛ ନା? ତେଣୁ ବା ସେଥିପାଇଁ କହନ୍ତି ଅଚ୍ୟୁତ ମାୟା କୋଇ ନେଇ ପାୟା। ଆମେ ଥରେ ବଙ୍ଗଳା ଯାଇଥିଲୁ, ବଙ୍ଗଳାରେ ଏମିତି କଥା ପଡ଼ିବାରୁ ସେ ସବୁ ଶୁଣିଲେ, ପିଲିଲେ ବାପଲ ବାପଲ ଅଚ୍ୟୁତ କା ମାୟା କୋଇ ନେଇ ପାୟା, ତମ ସେ ଅଚ୍ୟୁତଙ୍କ ମାୟାକୁ କେହି ପାଇପାରିବେ ନାହିଁ। ତେଣୁ ଗୋଟେ ଗୋଟେ ଜାଗାକୁ ସେ ଲେଖିଦେଇଛନ୍ତି ଅମକ ସମକ, ପୁଣି ତାକୁ ସବୁ କାଟି ଦେଇଛନ୍ତି। ସେ ଛାଡ଼, ଆଜି ଆମେ ଆଲୋଚନା କରିବା ପଦ୍ମବନ, ଗୁପ୍ତ ପଦ୍ମବନ, ନୀଳ ପଦ୍ମବନ। ହେଲା, ତାହେଲେ ଗୁପ୍ତ ପଦ୍ମବନ ଆମେ ସମସ୍ତେ ଜାଣିଛେ କୋଉଟା, କନ୍ୟାମାଳ। ଗୁପ୍ତ ପଦ୍ମବନ କୋଉଟା? ପଦ୍ମବନ ଜଇଁ ଶୋଭାଟି ଡାଳି ବର ଭୁବନ, ଦୁର୍ବା ଦଳ ପଦ୍ମ ଫୁଟିଛି ଶସ୍ତ୍ର ଦଳ ତା ନାମ। ସହଜ ସାଧନା ଜଇଁଟି ସିଦ୍ଧ ମାନକ ସ୍ଥଳୀ, ଅମ୍ବିକାଇ ନାମ ବହିନ ଦୁର୍ଗା ଅଛନ୍ତି ପୁଣି। କହିଲେ ଯୋଉଟାକ ଗୁପ୍ତ ପଦ୍ମବନ ହେଲା। ଡାଳିମ୍ବ ଭୁବନ, କହିଲେ ଗୋଟେ ଡାଳିମ୍ବ ଭୁବନ ଥିବ। ବୁଝିପାରୁଛ ନା? ସେ ଜାଗା ହଉକା ନାହିଁ, ସେ ଗାଁର ନାଁ ଚେଞ୍ଜ ହେଇଯାଇଛି। ସେ ଚକବନ୍ଦୀ ଆଗରୁ ସେ ଗାଁ ନାଁ ଚେଞ୍ଜ ହେଇଗଲାଣି। ଇଏ ଗୋଟିଏ ଲେଖା ଭଦ୍ରକିଳା ମହାପୁରୁଷ ଛାଡ଼ିଛନ୍ତି। ଯେତେ ବାତୁସୁ ଭାସେ, କିନ୍ତୁ ସେ ପଥର ନାଭକୁ ଧରନା। କାଠ ଟଙ୍କା ଯଦି ଧରିବ ତ ପାରି ହବ, ପଥର ନାଭକୁ ଧରିଲେ କଣ ହବ? ବୁଡ଼ିକି ମରିବ। ପଦ୍ମବନ ଜଇଁ ଶୋଭାଟି ଡାଳିମ୍ବର ଭୁବନ, ଗୋଟେ ଡାଳିମ୍ବ ଭୁବନ ବୋଲି ଗୋଟେ ସ୍ଥାନ ଅଛି, ସେଟା ବିରଜା ମଣ୍ଡଳ ଭିତରେ। ଦୁର୍ବା ଦଳ ପଦ୍ମ ଫୁଟିଛି ଶସ୍ତ୍ର ଦଳ ତା ନାମ। ସେଠି ଦୁର୍ବା ଦଳ ପଦ୍ମ, ଦୁର୍ବା ଦଳ ପଦ୍ମ କାହାକୁ କୁହନ୍ତି? ଗୋଟେ ରକ୍ତ ପଦ୍ମ ଅଛି ଜାଣିଛ ତମେ? ତମେ ଜାଣିଛ କଣ ଶ୍ଵେତ ପଦ୍ମ, ନୀଳ ପଦ୍ମ, ଏଇଆ ତ ଆଉ କଣ? ଆଉ ଗୋଟେ ହଉଛି ରକ୍ତ ପଦ୍ମ। ଯଦି ତମେ ଶିବଙ୍କ ବିଷୟ ଜାଣିବ, ତମେ ସେଇଥିରୁ ଜାଣିବ। ନାଇଁ ସିଏ ନୁହଁ, ରକ୍ତ ପଦ୍ମ ଗୋଟେ ଅଛି। ଶିବ ପାର୍ବତୀକୁ ହରେଇଲେ, ପାର୍ବତୀ ଛୋଟ ଛୁଆ ହେଇକି ଜନ୍ମ ହେଲେ, ପାର୍ବତୀଙ୍କର ଚେତନା ନାହିଁ। ଶିବ ଖାଲି ପାର୍ବତୀ ପାର୍ବତୀ ବାଡିଆ ପିଟା, ଖାଲି ମାଟିରେ ମୁଣ୍ଡ ବାଡେଇଲେ, ସ୍ତ୍ରୀ ପାଇଁ ପାଗଳା ହେଇଗଲେ ବି ଶିବ। ଯେମିତି ରାମ ସୀତାଙ୍କ ପାଇଁ ପାଗଳା ହେଲେ, ଇଏ ସେମିତି ମଧ୍ୟ କଣ ହେଲେ? ପାଗଳା ହେଲେ। ବିଷ୍ଣୁ ସେଇଠୁ ତାକୁ ନେଇ ସମୁଦ୍ରରେ ଲୁଚେଇଲେ। କାହାକୁ? ଶିବୁଙ୍କୁ। ଫେରେ ସମୁଦ୍ରରୁ କାଳକ୍ରମେ ସେ ଗୋଟେ କାରଣ ନେଇକି ଫେରେ ଶିବ ପଦାକୁ ଆଇଲେ। ସେଇଠୁ ଇଆଡେ ପାର୍ବତୀ ଜନ୍ମ ହେଇକି ଗୋଟେ ରାକ୍ଷସ କୂଳରେ ସିଏ ବଢିଲେ। ଇଏ ରାକ୍ଷସ କହୁଛି ମୋର ଦରକାର କଣ? ସେ ନା ରକ୍ତ ପଦ୍ମ ଦରକାର, ନାଲି ପଦ୍ମ। ଶିବ ମଧ୍ୟ ଯାଇଛନ୍ତି ନାଲି ପଦ୍ମ ପାଇଁ। ଇଏ ଯେତେବେଳେ ସାଗର ଭିତରୁ ଯାଇଛନ୍ତି ନାଲି ପଦ୍ମ ପାଇଁ, ଗୋଟାଏ ପଦ୍ମକୁ ଦି ଜଣ ଯାକ, ପାର୍ବତୀ ଟାଣୁଛନ୍ତି ଫାଳେ, ଶିବ ଟାଣୁଛନ୍ତି ଫାଳେ। ଶିବ ଜାଣିପାରୁନାହାନ୍ତି ମୁଁ ଶିବ, କି ପାର୍ବତୀ ଜାଣିପାରୁନାହାନ୍ତି ମୁଁ ଶିବ, ଏ ପାର୍ବତୀ। ବୁଝି ହଉଛି ନା? ସେଇ ପଦ୍ମ, ସେଇ ପଦ୍ମ। ସେ ବହୁତ ଟପିକ ରହିଛି। ଇଏ ଜେଜମା କାହାଣୀ ନୁହଁ, ନୀଳ ପଦ୍ମ ନୁହଁ, କି ଧଳା ପଦ୍ମ ନୁହଁ, କି କଇଁ ଫୁଲ ପଦ୍ମ ନୁହଁ। ଇଏ କଣ କହିଲେ? କି ପଦ୍ମ? ଦୁର୍ବାଦଳ ପଦ୍ମ। ସହଜ ସାଧନା ଜହିଁଟି ସିଦ୍ଧ ମାନକ ସ୍ଥଳୀ, ସେ ଯୋଉଠି ହେଇଥିବ ସେଠି ଅନେକ ସିଦ୍ଧ ସାଧୁ ମାନେ ସୂକ୍ଷ୍ମ ରୂପରେ ପରିପ୍ରକାଶ ହଉଛନ୍ତି। ଅମ୍ବିକାଇ ନାମ ବହିନ ଦୁର୍ଗା ଅଛନ୍ତି ପୁଣି, କିନ୍ତୁ ସେଠି ଘାଟର ମାଲିକ କିଏ? ସେ ଅମ୍ବିକାଇ ଠାକୁରାଣୀ ଥିବେ। ତମେ ଧରି ପକେଇଲନି କଥାଟାକୁ, ହେଲା। ସେଇଠି କଣ ହେଇଥିବେ? ସେ ଅମ୍ବିକାଇ ଠାକୁରାଣୀ ଥିବେ। ସେଠି 12 ବଟ ଥିବ, 12 ଗୋଟି ବର ଗଛ ଥିବ। ତାକୁ କୁହନ୍ତି କଣ? ଗୁପ୍ତ ପଦ୍ମ ବନ। ଆଉ ଗୋଟେ ଦେଖିଛନ୍ତି ନୀଳ ପଦ୍ମବନ, ଶିବକଳ୍ପ ଶାସ୍ତ୍ରରେ ଦେଖିନାହାନ୍ତି ନା? ଉଦୟ ବେଳକୁ ପ୍ରକାଶ ହୋଇବେ ତିନି ପାଟଣାରେ ଜହିଁ, ନୀଳ ପଦ୍ମବନେ ନୀଳା ନୁଚିଥିବ ଜନ୍ମେ ହେବେ ଭାବଗ୍ରାହୀ। ଦେଖିନାହାନ୍ତି? କହିଲେ ନୀଳ ପଦ୍ମବନରେ ଭାବଗ୍ରାହୀ ଜନ୍ମ ହେବେ, କିନ୍ତୁ ପରିପ୍ରକାଶ ହେବେ କୋଉଠି? ତିନି ପାଟଣାରେ। ଗୋଟାଏ ଜାଗାରେ ଜନ୍ମ ହେବେ, ଗୋଟାଏ ଜାଗାରେ ପ୍ରକାଶ ହେବେ। ହେଲା। ଭାବଗ୍ରାହୀ କଣ? ମାନେ କହିଛି ଆଗରୁ ଅନେକ ଏପିସୋଡରେ, ଗୁରୁ ରୂପରେ ପ୍ରଭୁ ବିହାର କରିବେ।
ଜଣେ ସିଦ୍ଧଙ୍କ ଦେହରେ ପ୍ରଭୁଙ୍କର ଲୀଳା ଖେଳାଟା ହବ ହେଲା। ପୂର୍ଣ୍ଣ ଅବତାର ହେବେନି, ଜଣେ ସିଦ୍ଧଙ୍କ ଦେହରେ, ସିଦ୍ଧ ବୋଲନ୍ତି ଅଚ୍ୟୁତଙ୍କ ଦେହରେ, ଆଉ କଣ ସେ କଳାଟା ପରିପ୍ରକାଶ ହବ। ତେଣୁକରି ନୀଳ ପଦ୍ମବନରେ ସେ କଣ ହେଇଥିବେ, ଜନ୍ମଗ୍ରହଣ କରିଥିବେ। କିଏ ସେ? ସେ ସିଦ୍ଧ ମହାତ୍ମା, ସେ ଯୋଉ ଗୁରୁ ରୂପରେ ଯିଏ ଆସିଥିବେ। ସେ ଜାଗାଟା କୋଉଠି, ତାକୁ ମଧ୍ୟ ସମାଧାନ କଲେ ଗରୁଡ଼ କଳ୍ପରେ। କୋଉଟାକ? ନୀଳ ପଦ୍ମବନ। କହିଲେ ବେନି ପାଶେ ବେନି ଲିଙ୍ଗ ରହିଥିବେ, ବକ୍ରେଶ୍ୱର ଲକ୍ଷେଶ୍ୱର, ଦେବୀ ଜାଗୁଳେଇ ଠାବ କରିଥିବ କୁଶଭଦ୍ରା ଉତ୍ତରର। ନୀଳ ପଦ୍ମବନ ଗୁପତୁ ଗୁପତ ନ ଜାଣିବେ ଜନେ କେହି, ଗୁପତର ଲୀଳା ପ୍ରକାଶ ହୋଇବ ଶୁଣତୁ ବ୍ରଜତି ନଈ। ଆଉ କଣ ମହାପୁରୁଷ ଲେଖିଥାନ୍ତି? କହିଲେ ବେନି ପାଶେ ବେନି ଲିଙ୍ଗ ରହିଥିବେ, ମାନେ ସେ ଜାଗାର ଦୁଇ ପଟେ ଦୁଇଟି ଲିଙ୍ଗ ଥିବେ। କିଏ ସେ? ନା ବକ୍ରେଶ୍ୱର ଆଉ ଲକ୍ଷେଶ୍ୱର। ଦେବୀ ଜାଗୁଳେଇ ଠାବ କରିଥିବ କୁଶଭଦ୍ରା ଉତ୍ତରର। କୁଶଭଦ୍ରା ନଦୀର ଉତ୍ତର ଦିଗରେ ଥିବେ କିଏ? ସେ ଜାଗୁଳେଇ ମଧ୍ୟ ଥିବେ। ସେ ଯୋଉ ମଝି ଜାଗାଟା ତାକୁ କୁହନ୍ତି କଣ? ନୀଳ ପଦ୍ମବନ ହେଲା। ବୁଝି ହଉଛି ନା? ନୀଳ ପଦ୍ମବନ ଗୁପତୁ ଗୁପତ ନ ଜାଣିବେ ଜନେ କେହି। ସଂସାରରେ ସେ ଜାଗାର ସ୍ଥାନର ମହିମା କେହି ଜାଣିପାରିବେ ନାହିଁ। ଗୁପତର ଲୀଳା ପ୍ରକାଶ ହୋଇବ ଶୁଣତୁ ବ୍ରଜତି। ଗୁପ୍ତରେ ଗୁପ୍ତରେ ସେଠି ଲୀଳା ପରିପ୍ରକାଶ ହବ, ତାକୁ କେହି ଜାଣିପାରିବେ ନାହିଁ। ସିଏ ବି ଗୋଟେ କଳାଗିରି ହେଇଥିବ। କାରଣ ଲେଖିଛନ୍ତି ବିଷ୍ଣୁ ବୃକ୍ଷକୁ ଆଶ୍ରାମର, ବିଜୟ ଅନାଦି ଠାକୁର, କଳାଗିରି ଯେ ପ୍ରାଚୀ କୂଳ, ଗୁପତ ଲୀଳାର ବିଚାର। ବୁଝିପାରୁଛ ନା ବୁଝିପାରୁଛ? ତେଣୁ ମହାପୁରୁଷ ଅନେକ ଜିନିଷ ଲେଖିଛନ୍ତି, ତାକୁ ସବୁ ଯାକ ମିକ୍ସଚର କରିକି ସାରଟାକୁ ବାହାର କରିବାଟା ହଉଛି କଣ ଆମର କର୍ତ୍ତବ୍ୟ। ଗୋଟେ ମିକ୍ସଚର ଡାଲି ପଡୁଛି, ଲଙ୍କା ଗୁଣ୍ଡ ପଡୁଛି, ତାପରେ ବିଟ ଲୁଣ ପଡୁଛି ନା ନାଇଁ, ବାଦାମ ପଡୁଛି, ଆଉ ଯୋଉ ଛଣା ସେଉ ପଡୁଛି, ସବୁ ପଡିଲା ପରେ କହୁଛି ମିକ୍ସଚର ହଉଛି। ଆଉ ଖାଲି ଡାଲିଟାକୁ କଣ ମିକ୍ସଚର କହିବ କି? ଖାଲି ସେଉଟାକୁ କଣ କହିବ ମିକ୍ସଚର କି? ଏବେ ତ ଆମେ କହୁଛୁ ଇଂଲିଶରେ ମିକ୍ସଚର, ଆମ ଛୁଆ ବେଳେ କହୁଛୁ ବାର ମଜା। 12 ପ୍ରକାର ଜିନିଷ ପଡିକି ଗୋଟେ କ୍ୱାଲିଟି ହଉଥିଲା, ତାକୁ 12 ମଜା ବୋଲି କୁହାଯାଏ। ତାର ଟେଷ୍ଟ ଯାହା, ଖାଲି ଡାଲି ଖାଇଲେ କଣ ସେଇ ଟେଷ୍ଟ ଆସିବ? ଖାଲି ବାଦାମ ଖାଇଲେ କଣ ସେଇ ଟେଷ୍ଟ ଆସିବ? ତେଣୁ ସମତିକ ଶାସ୍ତ୍ରକୁ ଏକତ୍ରିତ କରି ସାରଟା ଧରିବା ଆମ ମାନଙ୍କର କର୍ତ୍ତବ୍ୟ। ଆଉ ଗୋଟାଏ ଡାଲିକି ଧରିକି ଯଦି ଡେଇଁବ ତାର କିଛି ମତେ ମିକ୍ସଚର ହବନି। ଖାଲି ବାଦାମକୁ ଡେଇଁକି ଧରିକି ଡେଇଁଲେ ସିଏ ମଧ୍ୟ ମିକ୍ସଚର ହବ ନାହିଁ। ଖାଲି ଛଣା ସେଉକୁ ଖାଇଲେ ସିଏ ବି ମିକ୍ସଚର ହବ ନାହିଁ। ତେଣୁ ମିକ୍ସଚର କର, ତା କ୍ୱାଲିଟିଟା ତମେ ଖାଇବ ଯେ ତା କ୍ୱାଲିଟିଟା ତମେ ଜାଣିପାରିବ। ତେଣୁ ହରିରସ କଣ ସିଏ ପାନ କରିଛି, ସିଏ ଜାଣିଛି। ଜୟ ଜଗନ୍ନାଥ। ସେ ପଞ୍ଚ ମହାପୁରୁଷଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ କହା ହରି ବୋଲ।